ପିଲାମାନେ ଆମେ ପୂର୍ବ ଭିଡ଼ିଓରେ କ'ଣ ପଢ଼ିଥିଲେ ନା ବୌଦ୍ଧିକ ଯୁଗର ଶିକ୍ଷା ହେଲା, କିନ୍ତୁ ଏବେ ଆମେ କ'ଣ ପଢ଼ିବା ନା ବୌଦ୍ଧିକ ଯୁଗୀୟ ଶିକ୍ଷା ହେଲା। ବୌଦ୍ଧିକ କ'ଣ ଆମେ ପୂର୍ବରୁ ପଢ଼ିଥିଲୁ ଯେ ବୌଦ୍ଧିକ ଯୁଗର ଶିକ୍ଷା, ଏବେ ପଢ଼ିବା ବୌଦ୍ଧିକ ଯୁଗୀୟ ଶିକ୍ଷା ହେଲା। ଦେଖ ବୌଦ୍ଧିକ ଯୁଗର ଶିକ୍ଷା ସେଟା କ'ଣ ଭଲ ଭାବରେ ପ୍ରଥମେ ବୁଝ, ତାପରେ ଯାହା ରହିଛି ଆମେ ଭଲ ଭାବରେ ପଢ଼ିବା ଏବଂ ଦେଖିବା ଏବଂ ତାହା ବି ଆମେ ବୁଝିବା ହେଲା। ପ୍ରଥମେ ଦେଖ ଯେ ବୌଦ୍ଧିକ ଯୁଗରେ ବୈଦିକ ଶିକ୍ଷା ବ୍ୟବସ୍ଥା ବ୍ୟକ୍ତିଗତ ଉଦ୍ୟମ ଉପରେ ପ୍ରତିଷ୍ଠିତ ହୋଇଥିଲା ହେଲା। ଏବଂ ଧୀରେ ଧୀରେ ସେ କ'ଣ ହୋଇଥିଲା, ଧୀରେ ଧୀରେ ସେ ସମାଜରେ ସୁକ୍ତିମେୟ ବ୍ରାହ୍ମଣ ଗୋଷ୍ଠୀଙ୍କ ଦ୍ୱାରା କ'ଣ ନିୟନ୍ତ୍ରିତ ହୋଇଥିଲା ହେଲା, ନିୟନ୍ତ୍ରିତ ହୋଇଥିଲା। ବୌଦ୍ଧିକ ଯୁଗୀୟ ଶିକ୍ଷା କ'ଣ ଶୈକ୍ଷିକ ଅଧ୍ୟୟନକୁ ପଛରେ ପକାଇକିନି ଏହା ଗୋଷ୍ଠୀଗତ ଉଦ୍ୟମରେ ପରିଣତ ହେଲା। କିଏ? ବୌଦ୍ଧିକ ଯୁଗୀୟ ଶିକ୍ଷା ହେଲା କି। ବୌଦ୍ଧ ଯୁଗର ଶିକ୍ଷା ହିଁ ଶିକ୍ଷାର୍ଥୀମାନଙ୍କର ଅଜ୍ଞାନ ଅନ୍ଧକାର କୁସଂସ୍କାରକୁ ପଛରେ ପକାଇ ସେମାନଙ୍କୁ ନିର୍ବଣ ପ୍ରାପ୍ତ ନିମନ୍ତେ ସକ୍ଷମ କରାଯାଇଥିଲା, ଯାହାକି ବୌଦ୍ଧ ଯୁଗୀୟ ଶିକ୍ଷାର ଶ୍ରେଷ୍ଠ ଲକ୍ଷ୍ୟ ଭାବେ ବିବେଚନା କରାଯାଇଥିଲା ବା ଶ୍ରେଷ୍ଠ ଲକ୍ଷ୍ୟ ଭାବେ ସେ କ'ଣ ବିବେଚନା କରାଯାଇଥିଲା ହେଲା କି। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଧର୍ମ ଆଧ୍ୟାତ୍ମିକ ଚେତନା ଦ୍ୱାରା ଭାରତୀୟ ସମାଜ ଏକ ନୂତନ ମୋଡ଼ ନେଲା ହେଲା। ସେତେବେଳେ କ'ଣ ହେଇଥିଲା ନା 6ଠ ଶତାବ୍ଦୀରେ ସେ କ'ଣ ନୂଆ ମୋଡ଼ ନେଇଥିଲା। ସେତେବେଳେ ସଚେତନାର କର୍ଣ୍ଣଧାର 2 ଜଣ ଦିବ୍ୟ ପୁରୁଷ, ଜଣେ ହେଲେ ମହାବୀର ଜିନ, ଆଉ ଜଣେ ହେଉଛନ୍ତି ଏସିଆର ଆଲୋକ ଶାକାମୁନି ଗୌତମ ବୁଦ୍ଧ ହେଲା। ବୌଦ୍ଧିକ ଯୁଗର ଧର୍ମ ସେତେବେଳକୁ କିମ୍ବଦନ୍ତୀ ରୂପ ନେଇ ସାରିଥିଲା ହେଲା। ସେତେବେଳେ କ'ଣ ନା ଭାରତ ଷଷ୍ଠ ଭୂମିରେ ଜନ୍ମ ନେଲା ବୌଦ୍ଧ ଆନ୍ଦୋଳନ ହେଲା। ଭାରତ 6ଠ ଖ୍ରୀଷ୍ଟପୂର୍ବରେ ସେତେବେଳେ ବୌଦ୍ଧ ଆନ୍ଦୋଳନ କ'ଣ ଜନ୍ମ ନେଇଥିଲା। ପରବର୍ତ୍ତୀ ସମୟରେ ଗୌତମ ବୁଦ୍ଧ ସମଗ୍ର ମାନବ ଜାତିର ଜାଗରଣ ନିମନ୍ତେ ଅଣ୍ଟା ଭିଡ଼ିଥିଲେ। ବୌଦ୍ଧିକ ଯୁଗ ପରି ମଣିଷ ଜୀବନର ବୌଦ୍ଧ ଯୁଗରେ ବ୍ୟକ୍ତିକେନ୍ଦ୍ର ନଥିଲା। 6ଠ ଖ୍ରୀଷ୍ଟାବ୍ଦରେ କ'ଣ ହେଲା ଏଠି ବୁଝିଲ ଯେ ତମ 6ଠ ଖ୍ରୀଷ୍ଟାବ୍ଦରେ କ'ଣ ବୌଦ୍ଧ ଯୁଗୀୟ ଶିକ୍ଷାଟା କ'ଣ ହେଇଥିଲା, ନୂଆ ମୋଡ଼ ସେ ନେଇଥିଲା। ସେତେବେଳେ କ'ଣ ମହାବୀର ଜିନ, ଆଉ ଜଣେ କିଏ ଗୌତମ ବୁଦ୍ଧ କ'ଣ ଥିଲେ ଯେ ଦିବ୍ୟ ପୁରୁଷ। ତାପରେ କ'ଣ ହେଇଥିଲା ନା ତମ ଏହି ସମୟରେ ତତ୍କାଳୀନ ଭାରତର ପରିସ୍ଥିତି କ'ଣ ଫାହିୟାନ ହୁଏନ୍ସା ବୌଦ୍ଧ ପରିବ୍ରାଜକ ଜ୍ଞାନୀମାନଙ୍କ ବିବରଣରେ ବେଶ ଜାଣି ହୋଇଥାଏ ହେଲା। ତ ଏହିପରି ଭାବରେ ହିଁ କ'ଣ ହୋଇଥିଲା ନା ବୌଦ୍ଧିକ ଯୁଗୀୟ ଶିକ୍ଷାଟା ଖ୍ରୀଷ୍ଟପୂର୍ବ ଯେଉଁ ଶତାବ୍ଦୀରେ ଏହିପରି ହୋଇଥିଲା। ତାପରେ ଆମେ ଦେଖ ଯେ ବୌଦ୍ଧ ସଂଘ କ'ଣ, ବୌଦ୍ଧ ସଂଘ କ'ଣ ନା 6ଠ ଶତାବ୍ଦୀରେ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ କ'ଣ ହେଉଥିଲା ନା ବୌଦ୍ଧ ସଂଘର ଧର୍ମ ପ୍ରଚାର କ'ଣ ପ୍ରଧାନ ଭୂମିକା ଗ୍ରହଣ ସେତେବେଳେ କରିସାରିଥିଲା। ଧର୍ମ ପ୍ରଚାର ଯେଉଁ ସେତେବେଳେ କ'ଣ ସେ 6ଠ ଶତାବ୍ଦୀରେ ଗ୍ରହଣ କରିସାରିଥିଲା। ବୌଦ୍ଧ ମଠ ପରିବେଶ କ'ଣ ବିହାର ଗୁଡ଼ିକ ସଂଘ ଜୀବନରେ ଏହାକୁ ନିୟମ କଠୋର ଭାବେ ସେ ପାଳନ କରାଯାଉଥିଲା। ବୌଦ୍ଧ ସଂଘର ପରିବେଶରେ ନିମନ୍ତେ କୌଣସି ଜାତି, ଧର୍ମ, ବର୍ଣ୍ଣ, ରଙ୍ଗର ବାରଣ ନଥିଲା ହେଲା। ସେତେବେଳେ କ'ଣ ହେଇଥିଲା ନା ବୌଦ୍ଧ ସଂଘରେ ପ୍ରବେଶ ନିମନ୍ତେ ସେତେବେଳେ ଜାତି କିମ୍ବା ଧର୍ମ କିମ୍ବା ରଙ୍ଗର ବାରଣ ନଥିଲା। ତାପରେ ବିଦ୍ୟାଳୟ ପ୍ରବେଶ ବୌଦ୍ଧ ଯୁଗରେ କ'ଣ ହେଇଥିଲା ନା ପ୍ରବଚ ମାଧ୍ୟମରେ ସଂଘର ଜଣେ ଛାତ୍ର ହୋଇପାରିଥିଲା। ପ୍ରବଚ ମାଧ୍ୟମରେ ସଂଘର ଜଣେ ଛାତ୍ର ହୋଇପାରିଥିଲା। ପବଜର ଅର୍ଥ କ'ଣ ଭଲ ଭାବରେ ବୁଝ। ଯଦି ବୌଦ୍ଧ ଯୁଗରେ ପବଜ ମାଧ୍ୟମରେ ସଂଘର ଜଣେ ଛାତ୍ର ହୋଇପାରିଥିଲା, ପ୍ରଥମେ ବୁଝ ପବଜର ଅର୍ଥ କ'ଣ ନା ପବଜର ଅର୍ଥ ହେଉଛି ବାହାରିବା ବା ଅନ୍ୟତ୍ର ଯୋଗ ଦେବା ହେଲା।
ମାନେ ବାହାରିବା ମାଧ୍ୟମରେ ସଂଘର ଜଣେ ସେ ଛାତ୍ର ହୋଇପାରିଥିଲା ହେଲା। ପବଜର ମାନେ ଅର୍ଥ କଣ ତମେ ବୁଝିଲ। ତାପରେ ବିଦ୍ୟାଳୟ ପ୍ରବେଶର ବୟସ କେତେ ଥିଲା ସେତେବେଳେ ଦେଖ। ପବଜ ନିମନ୍ତେ ସ୍ୱତନ୍ତ୍ର କେତେ 8 ବର୍ଷ ଧାର୍ଯ୍ୟ କରାଯାଇଛି। ମାନେ ବାହାରିବା ବା ଅନ୍ୟତ୍ର ଯୋଗ ଦେବାର ବୟସ ହେଉଛି ଯୋଉ ଅନ୍ୟ ଯୋଗ ଦେବାର ବୟସ ତାଙ୍କର ସେତେବେଳେ କଣ ଥିଲା ନା 8 ବର୍ଷ ଥିଲା। ମନେ ରହିଲା ସମସ୍ତଙ୍କର। ତାପରେ ପବଜର ପ୍ରଣାଳୀ ହେଲା। ପବଜର ପ୍ରଣାଳୀ ମାନେ ସେତେବେଳେ କଣ ଥିଲା। ସଂଘରେ ପ୍ରବେଶ ସମୟରେ ଲଣ୍ଡିତ ମସ୍ତିଷ୍କ ହୋଇ କୌରିକ ବସ୍ତ୍ର ହାତରେ ଧରି ଜଣେ କଣ ପୁରୁଣା ସର୍ବଶ୍ରେଷ୍ଠ ମୁଖ୍ୟ ଭିକ୍ଷୁକ ନିକଟକୁ ଯାଇ ଅନୁରୋଧ କରିବେ ସେ ସଂଘର ସଭ୍ୟ ହେବାକୁ ଇଚ୍ଛା କରନ୍ତି ହେଲା। ତାଙ୍କର ଏଇଟା ପ୍ରଣାଳୀ ଥିଲା। ଏସବୁ ଗୋଟେ ଗୋଟେ ପଏଣ୍ଟ ହେଲା। ୟାକୁ ତମେ ପଢିବ ଏବଂ ମନେ ରଖିବ। ଯେତିକି ଯାହା ବି ପଢା ହଉଛି ତାକୁ ଭଲ ଭାବରେ ପଢିବାଟା ନିହାତି ତମର ଜରୁରୀ ହେଲା କି। ଯାହା ଫଳରେ କି ତମେ କଣ କରିବ ଭଲ ରେଜଲ୍ଟ ମଧ୍ୟ କରିପାରିବ। ଯୋଉଠି ଡାଉଟ୍ ରହୁଛି ସେଠି ମତେ କମେଣ୍ଟରେ ଜଣେଇବ କି ସାର୍ ଏହି ଡାଉଟ୍ ରହୁଛି ତ ଆମେ ଠିକ ସେ ବୁଝିପାରୁନୁ। ତ ମୁଁ ନେକ୍ସଟ ଭିଡିଓରେ ସେଇଠୁ ହିଁ ଭଲ ଭାବରେ ସେଇଟା ପୁରା ଭଲ ଭାବରେ କ୍ଲିୟର କରିବି। ଉପସମ୍ପଦ କଣ ନା ଉପସମ୍ପଦ ବିଧିଟା ପବଜ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେଲେ ମଧ୍ୟ କଣ ସେ ସାମାନ୍ୟ ଭିନ୍ନ ଅଟେ ହେଲା। ସେ ହେଲେ ମଧ୍ୟ ସେଟା କଣ ସାମାନ୍ୟ ଭିନ୍ନ ଅଟେ। ଏହା ଅନେକ ପରିମାଣରେ କଣ ହୋଇଥାଏ ନା ବୈଦିକ ସମାବର୍ତ୍ତନ ସହିତ ବିଧି ସହିତ ସମାନ ହେଲା। ଅନେକ ପରିମାଣରେ ବୈଦିକ ସମାନବର୍ତ୍ତନ ବିଧି ସହିତ କଣ ସମାନ। ବିଦ୍ୟାଳୟ ପ୍ରବେଶ ନିଷେଧ ଦେଖ। ବିଦ୍ୟାଳୟର ପ୍ରବେଶ ନିଷେଧ କାହାକୁ କାହାକୁ ସବୁ କରାଯାଉଥିଲା ସେ ପ୍ରତି ଆମେ ବି ଦେଖିବା। ଦେଖ ବୌଦ୍ଧ ସଂଘରେ କଣ ହେଇଥିଲା ନା ଜାତି ଧର୍ମ ବର୍ଣ୍ଣ କଣ ଲଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ଶିକ୍ଷା ତ ପ୍ରଦାନ କରାଯାଇଥାଏ ହେଲା। ଏ କଣ ବୌଦ୍ଧ ସଂଘରେ ଆକୁ ସମସ୍ତଙ୍କୁ ଶିକ୍ଷାଦାନଟା କରିଥାଏ। କିନ୍ତୁ ଯେଉଁମାନଙ୍କ ପାଇଁ ପ୍ରବେଶ ନଥିଲା ସେମାନେ ହେଲେ କିଏ କିଏ ଦେଖ। ପ୍ରଥମେ ଲେଖିବ ପଏଣ୍ଟ ଦେଇକି ସେ ଯୋଉଭଳିଆ ଲେଖିଛି କ ଖ ଗ ଘ ଦେଇ କିମ୍ବା ତମେ ଯେମିତି IIII ଏମିତି ବି ଦେଲେ ବି ଚଳିବ କିଛି ଅସୁବିଧା ନାହିଁ ହେଲା। ଦେଖ ସରକାରୀ ଚାକିରିଆ ବା ରାଜ କର୍ମଚାରୀ କ୍ରୀତଦାସ ଓ ସୈନିକ ଯେଉଁ ବ୍ୟକ୍ତି ଋଣ କରିଥିବେ ନପୁଂସକ ହୋଇଥିବେ ଏବଂ 15 ବର୍ଷରୁ କମ ବ୍ୟକ୍ତିମାନଙ୍କୁ ବିଦ୍ୟାଳୟ ପ୍ରବେଶ ନିଷେଧ ଥିଲା। ବୁଝିପାରିଲ ବିଦ୍ୟାଳୟ ପ୍ରବେଶ ନିଷେଧ କେଉଁମାନଙ୍କୁ ସବୁ ଥିଲା। ଇଏ ବି ଗୋଟେ ବଢିଆ ପଏଣ୍ଟ ହେଲା। ତାପରେ ଦେଖ ଶିକ୍ଷାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ। କାମନା ଅଛି ତ ଦୁଃଖ ଅଛି ବୋଲି କିଏ କହୁଥିଲେ ବୁଦ୍ଧଦେବ କହୁଥିଲେ। ବୁଦ୍ଧଦେବ ହେଲା। ଏଇଟା ମନେ ରଖିବ ଯେ କାମନା ଅଛି ତ ଦୁଃଖ ଅଛି। କାମନାର ବିନାଶ ନିମନ୍ତେ ପ୍ରତ୍ୟେକଙ୍କୁ 8 ଗୋଟି ନିୟମ ପାଳନ କରିବାକୁ ହୋଇଥାଏ। ସେଗୁଡ଼ିକ କଣ କଣ ନା ସତ୍ ବିଶ୍ୱାସ, ସତ୍ ଅଭିଳାଷ, ସତ୍ ବଚନ, ସତ୍ କର୍ମ, ସତ୍ ଜୀବନଯାପନ, ସତ୍ ଚେଷ୍ଟା, ସତ୍ ଚିନ୍ତା, ସତ୍ ଧ୍ୟାନ। ଏହାକୁ କଣ ଅଷ୍ଟାଙ୍ଗ ମାର୍ଗ ମଧ୍ୟ କୁହାଯାଏ। ମନେ ରଖିବ ସମସ୍ତେ ଏହାକୁ କଣ କହନ୍ତି ନା ଅଷ୍ଟାଙ୍ଗ ମାର୍ଗ ମଧ୍ୟ କହନ୍ତି ହେଲା। ନେକ୍ସଟ ଭିଡିଓରେ ବୌଦ୍ଧ ଶିକ୍ଷାର ପାଠ୍ୟକ୍ରମଟା ଭଲ ଭାବରେ ବୁଝିବା ହେଲା। ଆଜି ପାଇଁ ଥିଲା ଏତିକି ଭିଡିଓ। ଯଦି ଭିଡିଓଟି ଭଲ ଲାଗିଥିବ ତାହେଲେ ଭିଡିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଇଭଳି ଆଗକୁ ଭିଡିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।